ଆଜିର ନ୍ୟୁଜ୍। କାଳିଆ ଯୋଜନାକୁ ନେଇ ଆସିଲା ବଡ଼ ଖବର। ଚାଲନ୍ତୁ ଜାଣିବା ଏହି ଭିଡ଼ିଓରେ କେବେ ମିଳିବ କାଳିଆ ଯୋଜନା ଟଙ୍କା। ଏହା ଆମ ରାଜ୍ୟ ସରକାର ଘୋଷଣା କରିସାରିଛନ୍ତି। ମାର୍ଚ୍ଚ ମାସରେ ମିଳିବ କାଳିଆ ଟଙ୍କା। କେଉଁ ତାରିଖରେ ମିଳିବ ଆପଣ ପୁରା ଭିଡ଼ିଓଟି ଦେଖନ୍ତୁ, ଜମା ସ୍କିପ୍ କରନ୍ତୁ ନାହିଁ, ହେଲେ ଆପଣ ଜାଣିପାରିବେ ନାହିଁ। ଆଉ ଚ୍ୟାନେଲକୁ ନୂଆ ଆସିଥିଲେ ସବସ୍କ୍ରାଇବ୍ କରିବେ, ଲାଇକ୍ କରିବେ। ଚାଲନ୍ତୁ ଜାଣିବା ଏହି ଭିଡ଼ିଓରେ। ଆମ ରାଜ୍ୟ ସରକାର ଘୋଷଣା କରିଛନ୍ତି କୃଷକ କଲ୍ୟାଣ ଯୋଜନା ପାଇଁ ଆମର କାଳିଆ ସହାୟତା ପ୍ରଦାନ କରିବେ ବୋଲି ରାଜ୍ୟ ସରକାର ଘୋଷଣା କରିସାରିଛନ୍ତି। ଆସନ୍ତା ମାର୍ଚ୍ଚ ମାସ 10 ତାରିଖରେ ଏହା କାଳିଆ ସହାୟତା ପ୍ରଦାନ କରାଯିବ ଡିବିଟି ମାଧ୍ୟମରେ। ଏହା ଆମ ରାଜ୍ୟ ସରକାର ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଘୋଷଣା କରିଦେଇଛନ୍ତି। କାହିଁକିନା ଆଗକୁ ନିର୍ବାଚନ ଆଖି ଆଗରେ ରଖି ମାର୍ଚ୍ଚ 12ରେ ଆଚରଣ ବୃଦ୍ଧି ସହିତ ଲାଗୁ ହେବାକୁ ଯାଉଛି। ତେଣୁକରି 10 ତାରିଖ ଦିନ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟରୁ କ୍ରେଡ଼ିଟ୍ ହେବାକୁ ଯାଉଛି କାଳିଆ ସହାୟତା ରାଶି 2000। ଆଉ ଭୂମିହୀନ ପରିବାର କୃଷକ ଶ୍ରମିକକୁ ବି କାଳିଆ ସହାୟତା ମିଳିବ, ଏକା ସାଙ୍ଗରେ ଉଭୟଙ୍କୁ ମିଳିବ। ଏହା ଆମ ରାଜ୍ୟ ସରକାର ଘୋଷଣା କରିଛନ୍ତି। ତେଣୁକରି ଏଥର ବ୍ୟାଙ୍କରେ ଇ-KYC କରିନିଅନ୍ତୁ, କାହିଁକିନା ଆଧାର ଅନୁସାରେ ଛଡ଼ାଯିବ ପଇସା ଡିବିଟି ମାଧ୍ୟମରେ। ତେଣୁକରି ଆପଣମାନେ ଯେଉଁମାନେ ଇ-KYC କରିନାହାନ୍ତି ତୁରନ୍ତ ଇ-KYC କରିନିଅନ୍ତୁ। ହାତରେ ମାତ୍ର ଆଉ 4ଟି ଦିନ ସମୟ ରହିଲା, ନହେଲେ ଆପଣଙ୍କର କାଳିଆ ସହାୟତାରୁ ବଞ୍ଚିତ ରହିବେ। ଅନୁରୋଧ ଆପଣଙ୍କୁ କରାଯାଉଛି, ଆପଣ ଯଥାଶୀଘ୍ର ବ୍ୟାଙ୍କକୁ ଯାଇ ଇ-KYC କରିନିଅନ୍ତୁ। କାଳିଆ ଯୋଜନା କିଛି ପରିବର୍ତ୍ତନ ନୂଆ ହେଇଛି। ଆପଣ ଜାଣିଥିବେ ଗଣମାଧ୍ୟମରେ ଯେ ବଜେଟରେ ହେଇଥିଲା ଯେ କାଳିଆ ସହାୟତା ସେପ୍ଟେମ୍ବର ମାସରେ ମିଳୁଥିଲା ଆଉ ଏପ୍ରିଲ ମାସରେ ମିଳୁଥିଲା। ଏବେ ତାକୁ ଉଠାଇ ଦିଆଯାଇଛି, କାହିଁକିନା ଏବେ ରାଜ୍ୟ ସରକାର ଯେତେବେଳେ ଚାହିଁବେ ସେତେବେଳେ କାଳିଆ ସହାୟତା ଦେଇପାରିବେ। ତେଣୁକରି ମାର୍ଚ୍ଚ ମାସ 10 ତାରିଖରେ ଆପଣଙ୍କୁ କାଳିଆ ଟଙ୍କା ମିଳିବାକୁ ଯାଉଛି।